ଆଜିର ଦୁନିଆରେ ଯେଉଁ ଲୋକ ପାଖରେ ପଇସା ଅଛି ଲୋକମାନେ ତାର ମଳକୁ ମଧ୍ୟ ଚାଟି ପକାଉଛନ୍ତି। ଆଉ ଯେଉଁ ବ୍ୟକ୍ତି ପାଖରେ ପଇସା ନାହିଁ ସେ ଯେତେ ଭଲ ହେଇଥାଉ, ଯେତେ ସ୍ନେହୀ ହେଇଥାଉ, ଯେତେ ସମ୍ବେଦନଶୀଳ ହେଇଥାଉ, ଯେତେ ନୈତିକ ହେଇଥାଉ, ଲୋକ ତା ଉପରେ ମଳ ତ୍ୟାଗ କରି ଚାଲି ଯାଉଛନ୍ତି। ଅଦ୍ଭୁତ ଏ ଦୁନିଆ। ସେଇପାଇଁ ହିଁ ବିଭତ୍ସ ଚିତ୍ର ସବୁ ଆପଣମାନେ ଏ ଦୁନିଆରେ ଦେଖୁଛନ୍ତି। ଯେପର୍ଯ୍ୟନ୍ତ ଦୁନିଆର ବଜାରରେ ଟଙ୍କାକୁ ହିଁ ପ୍ରାଧାନ୍ୟ ଦିଆଯାଉଥିବ, ଲୋକମାନେ ଟଙ୍କାକୁ ହିଁ ଗୁରୁତ୍ୱ ଦଉଥିବେ, ସେ ପର୍ଯ୍ୟନ୍ତ ଏହି ଅବସ୍ଥା ଲାଗି ରହିଥିବ। ଏହି ଅବସ୍ଥା ସେତିକି ବେଳେ ହିଁ ବଦଳିବ ଯେତେବେଳେ ମଣିଷ ସ୍ନେହ, ଶ୍ରଦ୍ଧା, ସମ୍ବେଦନଶୀଳତା, ଆତ୍ମୀୟତା ଆଉ ନୈତିକତା ଭଳି ଗୁଣକୁ ଗୁରୁତ୍ୱ ଦେବ ଆଉ ସେ ସବୁର ବ୍ରତି ହେବ।